ଥରେ ଦୁର୍ବାସା ଋଷି ଗୋଟିଏ ଫୁଲମାଳ ପିନ୍ଧିଥିଲେ। ସେ ଫୁଲମାଳଟି ସାଧାରଣ ଫୁଲମାଳ ନଥିଲା। ସେ ଫୁଲମାଳର ମହାତ୍ମ୍ୟ ବହୁତ ଥିଲା। ସାଧାରଣ ଲୋକ ସେ ଫୁଲମାଳର ରହସ୍ୟ ବୁଝିବା ବି କଷ୍ଟକର ଥିଲା। ଦୁର୍ବାସା ଋଷି ସେ ଫୁଲମାଳଟିକି କ'ଣ କଲେ ନା ଇନ୍ଦ୍ରଙ୍କ ଗଳାରେ ପକାଇଦେଲେ। ଇନ୍ଦ୍ର ପିନ୍ଧିବା କ୍ଷଣି ତତ୍କ୍ଷଣାତ୍ ତାଙ୍କର ଧନ ସମ୍ପଦ ଐଶ୍ୱର୍ଯ୍ୟ ଶକ୍ତି ଦ୍ୱିଗୁଣିତ ହେବାର ଲାଗିଲା। କିନ୍ତୁ ଇନ୍ଦ୍ର ବୁଝିପାରିଲେନି ଯେ ସେ ଫୁଲମାଳ ଦ୍ୱାରା ତାଙ୍କର ଏ ପ୍ରକାର ପରିବର୍ତ୍ତନ ହେଲା। କିଛି ସମୟ ପରେ ଇନ୍ଦ୍ର କ'ଣ କଲେ ନା ସେ ଫୁଲମାଳଟିକି ଗୋଟେ ହାତୀ ଉପରେ ପକାଇଦେଲେ। ହାତୀଟି କ'ଣ କଲା ନା ଯେମିତି ଆମେ କହୁ ଯେ ଘୁଷୁରିକି ପାଚିଲା କଦଳୀ ସ୍ୱାଦ ନୁହଁ, ସେମିତି ହାତୀଟି ବା କାହିଁ ସେ ଫୁଲମାଳର ରହସ୍ୟ ବୁଝିବ। କିଛି ସମୟ ପରେ ହାତୀ କ'ଣ କଲା ନା ସେ ଫୁଲମାଳଟିକି ଏଣେ ତେଣେ ତାକୁ ଛିଣ୍ଡେଇକିରି ଫୋପାଡ଼ି ଦେଲା। ଏଣେ ତେଣେ ଫୋପାଡ଼ି ଦେବାର ଦେଖିକିରି ଦୁର୍ବାସା ଋଷି କ'ଣ କଲେ ନା ପ୍ରବଳ ରାଗିଗଲେ। ଆମେ କ'ଣ କରୁଛୁ ନା ଘରେ ଆମର ଯେତେବେଳେ ଠାକୁର ପୂଜା ଗୋଟେ ଦିନରେ ସରିଯାଉଛି, ତାପରେ ବାସି ଫୁଲ ଆମେ କ'ଣ କରୁ ନା ସାଧାରଣତଃ ପାଣିରେ ପକାଉ। କାରଣ ଠାକୁର ତାକୁ ବ୍ୟବହାର କରିଥାନ୍ତି। ସେଇଟା କୌଣସି ଏଣୁ ତେଣୁ ଜାଗାରେ ତାକୁ ପକାଯିବନି କି ପାଦରେ ମଡ଼ାଯିବନି, ଠାକୁରଙ୍କ ଜିନିଷ, ତେଣୁ ଆମେ ତାକୁ ପାଣିରେ ପକାଇ ଦେଉ। ସେମିତି ଯେତେବେଳେ ଫୁଲମାଳଟି ଏଣେ ସେଣେ ପଡ଼ିଲା, ଋଷି ଦୁର୍ବାସା ରାଗିଗଲେ। ଇନ୍ଦ୍ରଙ୍କୁ ଅଭିଶାପ ଦେଲେ ଯେ ତୁମ ସହିତ ତୁମ ଦେବକୁଳ ଶକ୍ତିହୀନ ହେଇଯାଅ। ସତକୁ ସତ ଦୁର୍ବାସା ଋଷିଙ୍କ ଅଭିଶାପରେ ଇନ୍ଦ୍ରଙ୍କ ସହିତ ଦେବକୁଳ ଶକ୍ତିହୀନ ହୋଇ ପଡ଼ିଲେ। ଏହାର ସୁଯୋଗ ନେଇ ରାକ୍ଷସମାନେ ତାଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଲେ। ପ୍ରାଣ ବିକଳରେ କ'ଣ କଲେ ନା ଇନ୍ଦ୍ର ବ୍ରହ୍ମାଙ୍କ ପାଖକୁ ଗଲେ ଏବଂ ସମସ୍ତ ବୃତ୍ତାନ୍ତ ଜଣାଇଲେ। ବ୍ରହ୍ମା ଏହାର ପ୍ରତିକାର ପାଇଁ ବିଷ୍ଣୁଙ୍କ ପାଖକୁ ଗଲେ। ବ୍ରହ୍ମା କେବେ ବିଷ୍ଣୁଙ୍କୁ ଦେଖିନଥିଲେ, ତେଣୁ ପ୍ରଥମ ଥର ପାଇଁ ବିଷ୍ଣୁଙ୍କୁ ଦେଖିବା କ୍ଷଣି ବିଷ୍ଣୁ ତାଙ୍କୁ ଖୁବ୍ ଆଦରରେ ଆଲିଙ୍ଗନ କରିଥିଲେ ଏବଂ ତାର ଉପାୟ ମଧ୍ୟ ବତାଇ ଦେଇଥିଲେ। କହିଥିଲେ, ତମେ ଦେବ ଓ ଦାନବ 2 ଜଣ ଯାକ ମିଶିକିରି ସମୁଦ୍ର ମନ୍ଥନ କର। ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ବାହାରିବ, ସେଇ ଅମୃତ ପିଇଲେ ତମେ ଦେବତାମାନେ ପୁନର୍ବାର ଶକ୍ତି ଫେରି ପାଇବ। ଏହାର କାରଣ ମଧ୍ୟ କହିଦେଇଥିଲେ ଯେ ମନ୍ଦର ପର୍ବତ ଆଣ ଏବଂ ବାସୁକି ରାଜାକୁ ଗୁଡ଼େଇକିରି ତାକୁ ଆମେ ଯେମିତି ଘରେ ଦହି ମନ୍ଥନ କରୁ, ତମେ ସେମିତି ତାକୁ ମନ୍ଥନ କର। ମନ୍ଥନ କଲେ ସେତୁ ସମୁଦ୍ରରୁ ଅମୃତ ବାହାରିବ। ଏତକୁ ଖାଇଲେ ଦେବତା କୁଳ ପୁନର୍ବାର ତମେ ଶକ୍ତି ଫେରି ପାଇବ। ମନ୍ଦର ପର୍ବତ ଆସିଲା, ବାସୁକି ରାଜା ବି ଆସିଲେ। ଖୁଆ ଦୌଡ଼ି ଗୁଡ଼େଇଲା ଭଳିଆ ପର୍ବତ ଚାରିପଟେ ବାସୁକି ରାଜା ଗୁଡ଼େଇ ହେଇକିରି ରହିଲେ। କିନ୍ତୁ ସେ ପର୍ବତ ସାଧାରଣ ପର୍ବତ ନଥିଲା, ସେ ଏକ ସୁନାର ପର୍ବତ ଥିଲା। ତତ୍କ୍ଷଣାତ୍ ଯେତେବେଳେ ବାସୁକି ରାଜା ଗୁଡ଼େଇ ହେଇକିରି ତାକୁ ଦେବଦାନବ ଭିଡ଼ିଛନ୍ତି 2 ପଟରୁ, ସେ କ'ଣ କରିଛି ନା ପର୍ବତ ପାଣି ଭିତରେ ଗଡ଼ି ପଡ଼ିଲା। ପ୍ରଭୁ କ'ଣ କରିବେ ନା ପର୍ବତକୁ ରକ୍ଷା କରିବା ପାଇଁ ସେଠି ଆମର କଶ୍ୟପ ଅବତାର ପ୍ରଭୁ ଧାରଣ କଲେ। ପ୍ରଭୁ କଶ୍ୟପ ଅବତାର ଧାରଣ କରିକିରି ପର୍ବତକୁ ପାଣି ଉପରୁ ଟେକିକିରି ଧରିଲେ। ପର୍ବତ ଉପରକୁ ଉଠିଲା। ଦେବଦାନବ ତାକୁ ମନ୍ଥନ କଲେ। ତଥାପି ପର୍ବତ କ'ଣ କଲା ନା ଏତେ ବଡ଼ ପର୍ବତ ଥିଲା ଯେ ସେ ହଲିବାକୁ ଲାଗିଲା। ପ୍ରଭୁ କ'ଣ କରିଛନ୍ତି ନା ଦେବଦାନବଙ୍କୁ ସାହାଯ୍ୟ କରିବା ପାଇଁ ଅଦୃଶ୍ୟ ଭାବରେ ପର୍ବତ ଉପରେ ବସିକି ପର୍ବତକୁ ଠିକ୍ ବାଲାନ୍ସ ରଖିକିରି ବସିଲେ, ଯାହାଦ୍ୱାରା ଦେବଦାନବ ପର୍ବତକୁ ମନ୍ଥନ କରିବା ଦ୍ୱାରା ତାଙ୍କୁ ସହଜ ହେବୁ ସୁବିଧା ହେଲା। ତୁ ଦେବ ଦାନବ ଯାହା ବି କରନ୍ତୁ, ସେମାନଙ୍କର ପ୍ରଚ୍ଛଦପତ୍ରରେ ପ୍ରଭୁ ନାରାୟଣ ରହିକିରି ତାଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଥିଲେ। ଶେଷରେ ବିଭିନ୍ନ ପ୍ରକାର ଜିନିଷ ମିଳିଲା ପରେ ଶେଷକୁ ଅମୃତ ବାହାରିଥିଲା ଏବଂ ସେହି ଅମୃତ ପାଇବା ପାଇଁ ଦେବ ଓ ଦାନବଙ୍କ ଭିତରେ କଳି ଲାଗିଯାଇଥିଲା। ଦାନବମାନେ ସେ ଅମୃତ ନେଇକିରି ପଳେଇଲେ। ସେମାନଙ୍କଠାରୁ ଅମୃତ ଆଣିବା ପାଇଁ ପ୍ରଭୁ ବିଷ୍ଣୁଙ୍କୁ ମୋହିନୀ ରୂପ ଧାରଣ କରିବାକୁ ପଡ଼ିଥିଲା। ମୋହିନୀ ରୂପ ଧାରଣ କରିକିରି ସେ ରାକ୍ଷସମାନଙ୍କର ମନ ଜିଣିକିରି ଶେଷରେ
ଅମୃତ ଆଣିକିରି ଦେବତାମାନଙ୍କୁ ଦେଇଥିଲେ। ଦେବତାମାନେ ପାଇକି ଅମୃତ ପାଇକି ପୁନର୍ବାର ସେମାନଙ୍କର ଶକ୍ତି ଫେରି ପାଇଥିଲେ। ତେଣୁ ସମୁଦ୍ର ମନ୍ଥନର ପ୍ରକୃତ କାରଣ ହେଉଛି ଏହା ଥିଲା ଯେ ଦେବତାମାନେ ତାଙ୍କର ଶକ୍ତି ପୁନର୍ବାର ଫେରି ପାଇବା ପାଇଁ ଏ ସମୁଦ୍ର ମନ୍ଥନ ପ୍ରଭୁ ନାରାୟଣ ପ୍ରସ୍ତୁତି କରିଥିଲେ। ତେଣୁ ସବୁରି ମୂଳରେ ପ୍ରଭୁ ନାରାୟଣ ଥାନ୍ତି ମଣିଷ ନିମିତ୍ତ ମାତ୍ର। ମଣିଷ ମୁଁ ଏଇଟା କରୁଛି ସେଇଟା କରୁଛି ବୋଲି ନିଜକୁ ନିଜେ ଯାହା ବାହାସ୍ପଟ ମାରେ, ପ୍ରକୃତ ଅର୍ଥ ସେଇଆ ନୁହେଁ। ପ୍ରଭୁଙ୍କର ଲୀଳା, ପ୍ରଭୁଙ୍କର ଆଶୀର୍ବାଦ ନଥିଲେ ମଣିଷ କ୍ଷଣ ମାତ୍ର ବି ବଞ୍ଚିବା, ଚାଲିବା, ବୁଲିବା ଏଟା ଅସମ୍ଭବ ହୋଇପଡ଼େ। ତେଣୁ ପ୍ରଭୁଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆପଣ ଶ୍ରେୟ ଦିଅନ୍ତୁ ଏବଂ ପ୍ରଭୁଙ୍କର ଶରଣାପନ୍ନ ହୁଅନ୍ତୁ। ପ୍ରଭୁ ପ୍ରତ୍ୟେକ ବିପଦ ସମୟରେ ଆପଣଙ୍କୁ ସାହାଯ୍ୟ ହୁଅନ୍ତୁ। ଜୟ ଜଗନ୍ନାଥ।